ଯାତ୍ରା ଧଉଳିର ପ୍ରଡ୍ୟୁସର ବିଶ୍ୱଜିତ ରାଜ ବାବୁନି କଲେ। ବିଶ୍ୱଜିତ ବାବୁ କେମିତି କ'ଣ ଏଥର ଆଖଡ଼ା ଆରମ୍ଭ ହେଇଛି? ଆଜି ପୂଜା ହେଇଛି, ଭଲ ମୁହୂର୍ତ୍ତରେ ପୂଜା ପାଠ ମଧ୍ୟ ସରିଛି ଆମେ ଦେଖୁଛୁ। ଏଥର କେମିତି କ'ଣ ଯାତ୍ରା ଋତୁ ପାଇଁ ପ୍ରସ୍ତୁତି ହେଉଛନ୍ତି କଳାକାରମାନେ ଏବଂ ଆପଣ ନିଜେ ମଧ୍ୟ? ଦେଖନ୍ତୁ ଆମର ତ ସେଇମାନେ ଯେଉଁମାନେ ଥିଲେ ପ୍ରାୟ କଳାକାର ଅଛନ୍ତି, ଗୋଟେ ଗୋଟେ ଜାଗାରେ ଯେଉଁ ଟିକେ ଆମେ ଜାଣିଲୁ ୱିକ୍ ଅଛି, କିଛିଟା ଚେଞ୍ଜ ଚାଞ୍ଜ କରିଛୁ। ଆମ ନାଟକ ତ 4-5 ମାସ ହେଲା ସବୁ ଡିରେକ୍ଟର ରାଇଟରଙ୍କ ସାଙ୍ଗରେ ଆଲୋଚନା ହେଇଛି ନାଟକକୁ ବେସ୍ କରିକି କେଉଁ କଳାକାର ଖାପ ଖାଇବ ସେଇଭଳି ଚିନ୍ତା କରିକି କରିଛୁ। ଧଉଳି ଗଣନାଟ୍ୟ ନିଶ୍ଚିତ ଭାବରେ ସବୁ ବର୍ଷ କିଛି ନା କିଛି ଦେଖାଏ, ଏ ବର୍ଷ ବି କିଛି ଦେଖେଇବ, ଏଥିରେ ସନ୍ଦେହ ନାହିଁ। ଧଉଳି ଗଣନାଟ୍ୟ ଆଗକୁ ମାଡ଼ି ଚାଲିବ। ଯେମିତି ଚଣ୍ଡାଶୋକ କରିକି ଯେମିତି ଚର୍ଚ୍ଚାକୁ ଆସିଥିଲେ, ସେମିତି କିଛି ନୂଆ ନାଟକର ପରିକଳ୍ପନା ରଖିଛନ୍ତି ଯେଉଁଥିରେ କି ଲୋକମାନେ କିଛି ନୂଆ ଜିନିଷ ଦେଖିବେ? ଆମେ ଗୋଟେ କରୁଛୁ ଲଭ୍ ଜିହାଦ, ଆଉ ଗୋଟେ ନାଟକ ହେଉଛି ବାପା, ଆଉ ଗୋଟେ ନାଟକ ହେଉଛି କିଛି କଥା କାଲିକି ଥାଉ। ଫାଷ୍ଟ ନାଟକ ଦୀପକ ରାଇଟର ଦୀପକ ଜେନା ଏବଂ ଦିନେଶ ସାର୍ ଡିରେକ୍ସନ୍ ଦେବେ। ଆଉ ଗୋଟେ ହର ସାର୍ଙ୍କର ଅଛି ତ କିଛି କଥା କାଲିକି ରହୁ। ହର ସାର୍ ତ ଯାହା ବି ହେଲେ ସସ୍ପେନ୍ସ ନାଟକ ସିଏ କରିଛନ୍ତି। ମାନେ ଆମେ ଗୋଟେ ବହୁତ ଦିନ ପରେ ଧଉଳି ଗଣନାଟ୍ୟ ସାଙ୍ଗରେ ଗଣେଶ ରାଉତଙ୍କର ଯେଉଁ ସଂଯୋଗରେ ବହୁତ ନାଟକ ହିଟ୍ ହେଇଥିଲା ବିଗତ ଦିନରେ ଯେତେବେଳେ ଥିଲେ, ତାଙ୍କୁ ନେଇକି ଗୋଟେ କଳ୍ପନା କରାହେଇଥିଲା। ବାପା ନାଟକ 7-8ଟା ସିନ୍ ଲେଖା ସରିଥିଲା, ଯେ ତାଙ୍କର ଦେହ ଖରାପ ହେଇଗଲା, ସିଏ ଆସିପାରୁନାହାନ୍ତି। ତାଙ୍କ ବଦଳ ଫେର ଆଲୋଚନା କରିକି ସୁକାନ୍ତ ମଲ୍ଲିକ ସିଏ ଅଛନ୍ତି ରାଇଟର, ଅଶ୍ରୁମୋଚନ ସାର୍, ତାଙ୍କୁ ନେଇକି ସେ ନାଟକକୁ ବି ପ୍ରସ୍ତୁତ ହେଉଛି। ନିଶ୍ଚିତ ଭାବରେ ଧଉଳି ଗଣନାଟ୍ୟ ଗୋଟେ ନାଟକକୁ ନେଇକି କେବେ ମଇଦାନକୁ ଯାଏନି। ଗୋଟେ ଦର୍ଶକ ଶେଷ ରାତିରେ ବି ନାକ ନଟେକୁ ଗୋଟେ ମାର୍କେଟରେ ଚର୍ଚ୍ଚା ହୁଏ, ଶେଷ ରାତି ଭଲ ନାଟକ ହୁଏନି। କିନ୍ତୁ ଆମର କଲଚର, ଆମର ପରମ୍ପରା ଧଉଳି ଗଣନାଟ୍ୟରେ ଶେଷ ରାତିରେ ବି ଗୋଟେ ଦର୍ଶକ ତା ଯେଉଁ ପଇସା ଦେଇକି ଯାଇଛି ସିଏ ତା ମନ ଭିତରେ ନ ଆସୁ ଯେ ମୋ 200 ଟଙ୍କାଟା କି 100 ଟଙ୍କା ମୋ ଟଙ୍କାଟା ନଷ୍ଟ ହେଲା। ସେଇଭଳି ନାଟକ ତିଆରି ହେଉଛି। 3 ଖଣ୍ଡ ନାଟକକୁ 3ଟି ଛୁଆ ହେବ। ଧଉଳି ଗଣନାଟ୍ୟ ବାପା, ତାର 3ଟି ଛୁଆ ହେବ, 3ଟି ନାଟକ ହେବ। ସବୁ ନାଟକକୁ ସମାନ ପ୍ରାୟୋରିଟି ଦେବାର ଦାୟିତ୍ୱ ବାପର। ତେଣୁ ସବୁ ନାଟକ କେମିତି ଭଲ ହେବ ଆମେ ସେଥିରେ ସେଇଟାକୁ ପ୍ରାଧାନ୍ୟ ଦେଇଛୁ ସବୁବେଳେ। ଲଭ୍ ଜେହାଦରେ ଏମିତି କିଛି ସ୍ପେଶିଆଲ ସିନ୍ ରଖିଛନ୍ତି ଯେଉଁଥିରେ କି ଯେମିତି ଚଣ୍ଡାଶୋକର ରଖିଥିଲେ ଘୋଡ଼ା ଚଢ଼ିକି ସୈନିକ ଅଶୋକ ନିଜେ ସମ୍ରାଟ ଇଏ କରୁଥିଲେ, ସେମିତି କିଛି ନୂଆ? ସେଟା ସସ୍ପେନ୍ସ ଅଛି, ରାଇଟର ଡିରେକ୍ଟରଙ୍କ ସାଙ୍ଗରେ କଥା ହେଲା ପରେ ଆମେ କଥା ହେବୁ। ଲଭ୍ ଜେହାଦ ଫାଷ୍ଟ ଲୋକ ଭାବିବେ ଗୋଟେ ଆମେ ହିନ୍ଦୁ ମୁସଲମାନ, ସେ ଧର୍ମ ଉପରେ ନୁହଁ। ସବୁ ମୁସଲମାନ ଆତଙ୍କବାଦୀ ନୁହନ୍ତି, କିନ୍ତୁ ଯାହା ଘଟୁଛି, ଯେଉଁମାନେ ଅମଣିଷ କାମ କରୁଛନ୍ତି ତାକୁ ଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ପାଇଁ ଆମର ପ୍ରୟାସ ରହିବ। ଆଉ କିଛି ନା କିଛି ତ କଳାକାରୀ ହେବ, ଆମେ ଚିନ୍ତା କରୁଛୁ ହେବ।